ଲୋକଙ୍କର ସ୍ୱଭାବ ବା ପ୍ରକୃତି ବଦଳିଥାଏ ବା ପରିବର୍ତ୍ତନ ହୁଏ। ଯେଉଁ ଲୋକମାନେ ଆଜି ତୁମର ପ୍ରଶଂସା କରୁଛନ୍ତି, କାଲିକି ସେମାନେ ତୁମ ବିଷୟରେ ଭୁଲ ବା ଖରାପ ମଧ୍ୟ କହିପାରିବେ। ତେଣୁ ଏଥିପାଇଁ କଦାପି ତୁମେ ପ୍ରଶଂସା ଶୁଣି ମଧ୍ୟ ଏବଂ ନିଜ ବିଷୟରେ ଭୁଲ ବା ଖରାପ ଶୁଣିବା ପରେ ମଧ୍ୟ କୌଣସି ବି କଥାକୁ ତୁମ ମନରେ ଲଗାଅ ନାହିଁ ବା ରଖ ନାହିଁ। କେବଳ ତୁମର କର୍ମ ଉପରେ ଧ୍ୟାନ ରଖ ଏବଂ କାର୍ଯ୍ୟ କରିଚାଲ। ତୁମ ହାତରେ କେବଳ ଏତିକି ହିଁ ଅଛି। ଅନ୍ୟମାନଙ୍କର ଚିନ୍ତାଧାରାକୁ ନିଜ ଉପରେ କଦାପି ପ୍ରାଧାନ୍ୟ ଦିଅ ନାହିଁ। ସେଥିପାଇଁ ତୁମର ଚିନ୍ତାଧାରାକୁ କେବେ ବି ପରିବର୍ତ୍ତନ କର ନାହିଁ। ଲୋକଙ୍କର କାମ ହେଉଛି କହିବା ଏବଂ ତୁମର କାମ ହେଉଛି ଶାନ୍ତ ରହି କେବଳ ନିଜର କାମ କରିବା। ଯେତେ ଅଧିକ ନିଜ ମନ ଉପରେ ନିୟନ୍ତ୍ରଣ ରଖିବ, ସେତେ ଅଧିକ ତୁମେ ତୁମ ଜୀବନରେ ସ୍ଥିର ରହିବ। ଏବଂ ଯେତେବେଳେ ମନ ସ୍ଥିର ଥାଏ, ତେବେ ଜୀବନର ପଥ ସ୍ପଷ୍ଟ ଭାବରେ ଦେଖାଯିବା ଆରମ୍ଭ କରେ। ମୁଁ ତୁମକୁ ସବୁବେଳେ ମାର୍ଗଦର୍ଶନ କରାଇବି। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।